ଆଜିର ପ୍ରଥମ ଖବର। ମାଡ଼ି ଆସୁଛି ବାତ୍ୟା ମୁନ୍ଥା। ଆନ୍ଧ୍ରରେ ପଶିବ, ଓଡ଼ିଶାରେ ଘାଣ୍ଟିବ। କାରଣ ସମୁଦ୍ର ଭିତରେ ଆହୁରି ଘନୀଭୂତ ହୋଇ ଆଗକୁ ବଢୁଛି ବାତ୍ୟା ମୁନ୍ଥା। ଆଜି ସକାଳ ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ। ତାପରେ ଆନ୍ଧ୍ରପ୍ରଦେଶର କାକିନାଡା ଆଡ଼କୁ ମୁହାଁଇବ। ଏହାପରେ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ପ୍ରାୟ 3 ଘଣ୍ଟାରୁ 4 ଘଣ୍ଟା ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଆଉ ଆଜି ରାତିରୁ ସକାଳ ପର୍ଯ୍ୟନ୍ତ ଭୀଷଣ ବାତ୍ୟା ମୁନ୍ଥାର ବଡ଼ ପ୍ରଭାବ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପରେ ରହିବ। ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି 90ରୁ 100 କିଲୋମିଟର ରହିବ। ସର୍ବାଧିକ ପବନ ବେଗ 110 କିଲୋମିଟର ରହିବ। ଏହାପରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ବର୍ତ୍ତମାନ କାକିନାଡା ଉପକୂଳରୁ 450ରୁ ଅଧିକ କିଲୋମିଟର ଦୂରରେ ସକ୍ରିୟ ରହିଛି ବାତ୍ୟା। ବିଶାଖାପାଟନମ ଉପକୂଳରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ 500 କିଲୋମିଟର ଦୂର ଏବଂ ଗୋପାଳପୁର ଉପକୂଳରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ 700 କିଲୋମିଟର ଦୂରରେ ରହିଛି ବାତ୍ୟା। ଆଉ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସୁଥିବା ବାତ୍ୟା ଆନ୍ଧ୍ରରୁ ଛତିଶଗଡ଼ ଭାୟା ଓଡ଼ିଶା ଦେଇ ଗତି କରିବ। ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ଓଡ଼ିଶାର ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ। ଓଡ଼ିଶା ପ୍ରବେଶ କରିବା ବେଳକୁ ପବନ ବେଗ ଘଣ୍ଟା ପ୍ରତି ସର୍ବାଧିକ 80 କିଲୋମିଟର ଥିବ। ତାପରେ ମଧ୍ୟପ୍ରଦେଶ ଉପକୂଳରେ ଯାଇ ଦୁର୍ବଳ ହେବ। ହେଲେ ବାତ୍ୟା ମୁନ୍ଥା ସିଧାସଳଖ ଓଡ଼ିଶାରେ ମାଡ଼ ନହେଲେ ବି ବଡ଼ ପ୍ରଭାବ ପକାଇବ। କାରଣ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ 80 କିଲୋମିଟର ବେଗରେ ପବନ ବହିବ। 28 ତାରିଖରେ ବର୍ଷା ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ପରବର୍ତ୍ତୀ ଖବର। ପୁଣି ଶସ୍ତା ହେଲା ସୁନା ଓ ରୂପା। ଦେଶରେ ଦୀପାବଳି ପରଠାରୁ ସୁନା ଏବଂ ରୂପା ମୂଲ୍ୟରେ ନିରନ୍ତର ହ୍ରାସ ପାଉଥିଲା ବେଳେ ସୋମବାର ମଧ୍ୟ ଏହା ଜାରି ରହିଛି। ଦୀପାବଳି ପରଠାରୁ ସୁନା ପ୍ରାୟ 7,000 ଟଙ୍କା ଶସ୍ତା ହୋଇଛି। ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଗୋଟିଏ ପଟେ ଦିଲ୍ଲୀ ବୁଲିଆନ ବଜାରରେ ସୁନା ମୂଲ୍ୟ ସୋମବାର 1,140 ଟଙ୍କା ହ୍ରାସ ପାଇ 24 କ୍ୟାରେଟ ସୁନା ପାଇଁ ପ୍ରତି ତୁଳା 1,24,630 ଟଙ୍କାରେ ପହଞ୍ଚିଛି। ଯେତେବେଳେ 22 କ୍ୟାରେଟ ସୁନାର ଦାମ 1,050 ଟଙ୍କା ହ୍ରାସ ପାଇ 1,14,250 ଟଙ୍କାରେ ପହଞ୍ଚିଛି। ଆମେରିକା ଚୀନ ବାଣିଜ୍ୟ ଚୁକ୍ତି ଏବଂ ଡଲାର ମଜବୁତି ହେବାର ସମ୍ଭାବନା ବୃଦ୍ଧି ପାଉଥିବାରୁ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ହିଁ ବଡ଼ ତୀବ୍ର ହ୍ରାସ ଘଟିଛି। ସେହିପରି ଭୁବନେଶ୍ୱରରେ 24 କ୍ୟାରେଟ ସୁନା ଦର 1,24,480 ଟଙ୍କା ଥିଲାବେଳେ 22 କ୍ୟାରେଟ ସୁନା ରେଟ୍ 1,14,100 ଟଙ୍କାରେ କାରବାର କରୁଛି। ପରବର୍ତ୍ତୀ ଖବର। 30 ତାରିଖ ଯାଏଁ 8 ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ବନ୍ଦ। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମୁନ୍ଥାର ପ୍ରଭାବକୁ ଆଖି ଆଗରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ 30 ତାରିଖ ଯାଏଁ 8 ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରହିବ। ମାତ୍ର ଏହି ସବୁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ ସିଂହ ସୂଚନା ଦେଇଛନ୍ତି। ଏଣେ ବର୍ଷା ସମୟରେ ଘରୁ ନ ବାହାରିବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅନୁରୋଧ କରିଛନ୍ତି। ଏହାପରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବାତ୍ୟାର ବଢୁଛି ଗତି। ପାଣିପାଗ ବିଭାଗର ସୂଚନା ଅନୁସାରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପାଟଣା ମଝିରେ ଭୂପୃଷ୍ଠକୁ ସ୍ପର୍ଶ କରିବ, ଯାହା ଆଶା କରାଯାଉଛି ମାଲକାନଗିରି ଠାରୁ ବାତ୍ୟା 200 କିମି ଦୂରରେ ଲ୍ୟାଣ୍ଡଫଲ୍ କରିବ। ତେଣୁ ମାଲକାନଗିରି ସର୍ବାଧିକ ପ୍ରଭାବିତ ହୋଇପାରେ। କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳରେ ବର୍ଷାର ପ୍ରଭାବ ରହିବ। ଏହି ଜିଲ୍ଲାଗୁଡ଼ିକୁ ରେଡ୍ ଜୋନ୍ରେ ରଖାଯାଇଛି। ଏସବୁ ଜିଲ୍ଲାରେ ପ୍ରସ୍ତୁତି ଜାରି ରହିଛି। ଅନ୍ୟ 22ଟି ଜିଲ୍ଲାରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରାଯିବା ସହିତ ପ୍ରସ୍ତୁତି କରାଯାଇଛି। ଏତଦ ବ୍ୟତୀତ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି। ପରବର୍ତ୍ତୀ ଖବର। ନିର୍ବାଚନ କମିଶନରଙ୍କ ବଡ଼ ଘୋଷଣା। 12 ରାଜ୍ୟରେ ହେବ ଏସ୍ଆଇଆର୍। ସେପଟେ ଭାରତର ନିର୍ବାଚନ କମିଶନ ଦେଶବ୍ୟାପୀ ଭୋଟର ତାଲିକାର ସ୍ୱତନ୍ତ୍ର ସଂଘନ ସଂଶୋଧନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ବିହାର ଏସ୍ଆଇଆର୍ର ସଫଳ କାର୍ଯ୍ୟାନ୍ୱୟନ ପରେ ଏସ୍ଆଇଆର୍ର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର 12ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ଏହାପରେ ଜ୍ଞାନେଶ କୁମାର କହିଛନ୍ତି, ଛଅଟ ଅବସରରେ ମୁଁ ସମସ୍ତଙ୍କୁ ବିଶେଷ କରି ବିହାରର 75 ନିୟୁତ ଭୋଟରଙ୍କୁ ପ୍ରଣାମ କରୁଛି। ବିହାର ଏସ୍ଆଇଆର୍ ପରେ ସମସ୍ତ 36ଟି ରାଜ୍ୟ ନିର୍ବାଚନ କମିଶନରଙ୍କ ସହିତ 2ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିସହିତ ଦେଶବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନର ଅବ୍ୟାହତ ଉପରେ ଆଲୋଚନା କରାଯାଇଥିଲା। ଏହାପରେ ଜ୍ଞାନେଶ କୁମାର ଆହୁରି କହିଛନ୍ତି, ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ତାଲିକାରେ ଯୋଗ୍ୟ ଭୋଟରଙ୍କୁ ଯୋଡ଼ିବା ଏବଂ ଅଯୋଗ୍ୟ କିମ୍ବା ଡୁପ୍ଲିକେଟ୍ ନାମକୁ ହଟାଇବା। ପରବର୍ତ୍ତୀ ଖବର।
ବାତ୍ୟା ମୁନ୍ଥା ପ୍ରଭାବ ଯୋଗୁଁ ବାତିଲ ହେଲା 43ଟି ଟ୍ରେନ୍। ଆଗାମୀ 2 ଦିନ ମଧ୍ୟରେ ଟ୍ରେନ୍ ଚଳାଚଳ ବାତିଲ। ବିଶେଷ କରି ରେଳପଥରେ ଭୂସ୍ଖଳନ ଆଶଙ୍କା ଥିବାରୁ ଟ୍ରେନ୍ ଗୁଡ଼ିକୁ ବାତିଲ କଲା ପୂର୍ବତଟ ରେଳପଥ। କିରୁଣ୍ଡୋଲି ବିଶାଖାପଟ୍ଟନମ ରୁଟ୍ରେ 8ଟି ଟ୍ରେନ୍ ବାତିଲ। 29 ପର୍ଯ୍ୟନ୍ତ ବିଶାଖାପଟ୍ଟନମକୁ ଯାଉଥିବା ସବୁ ଟ୍ରେନ୍ ବାତିଲ। ସେହିପରି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା। ଲୋକଙ୍କ ନିରାପତ୍ତା ଦୃଷ୍ଟିରୁ ବାତିଲ କଲା ପୂର୍ବତଟ ରେଳପଥ। ବ୍ରହ୍ମପୁର ବିଶାଖାପଟ୍ଟନା, କଟକ ଗୁଣୁପୁର ଟ୍ରେନ୍ ବାତିଲ। ପଲସା ବିଶାଖାପଟ୍ଟନମ, ରାୟଗଡ଼ା ଗୁଣ୍ଟୁରୁ ବାତିଲ। ଗୋଟିଏ ଟ୍ରେନ୍ର ଗତିପଥ ପରିବର୍ତ୍ତନ। ପରବର୍ତ୍ତୀ ଖବର, ଅଷ୍ଟମ ବେତନ ଉପରେ ବଡ଼ ଖବର। ଏହି ଦିନ ଜାରି ହେବ ବିଜ୍ଞପ୍ତି। ସେପଟେ କେନ୍ଦ୍ର ସରକାରଙ୍କ ଘୋଷଣାର ପ୍ରାୟ 10 ମାସ ପରେ ମଧ୍ୟ ଅଷ୍ଟମ ବେତନ କମିଶନ ଗଠନ ହୋଇନାହିଁ। ବର୍ତ୍ତମାନ ସରକାର ଯଥାଶୀଘ୍ର ଏହାର ବିଜ୍ଞପ୍ତି ଜାରି କରିବାକୁ ଦାବି କରିଛନ୍ତି କେନ୍ଦ୍ରୀୟ କର୍ମଚାରୀ ସଂଗଠନ। କେନ୍ଦ୍ର ସରକାର ମଧ୍ୟ ସୂଚନା ଦେଇଛନ୍ତି ଯେ ଏହି ଦିଗରେ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ହେଲେ ଆଶା କରାଯାଉଛି ଯେ ସରକାର ଆସନ୍ତା ମାସ ଶେଷ ସୁଦ୍ଧା ଏକ ବିଜ୍ଞପ୍ତି ଜାରି କରିପାରନ୍ତି। ହେଲେ କିଛି ଦିନ ପୂର୍ବରୁ ସପ୍ତମ ବେତନ କମିଶନ ଅଧୀନରେ ଡି ଏବଂ ଡିଆରେ 3% ବୃଦ୍ଧି କରାଯାଇଥିଲା। ଏହାପରେ ସରକାରୀ କର୍ମଚାରୀଙ୍କ ଡିଏ 55%ରୁ 58%କୁ ବୃଦ୍ଧି ପାଇଛି। ଯଦି ସରକାର ଅଷ୍ଟମ ବେତନ କମିଶନ ଲାଗୁ କରନ୍ତି ତେବେ କର୍ମଚାରୀଙ୍କ ଦରମା, ପେନ୍ସନ ଓ ଭତ୍ତା ଗୁଡ଼ିକରେ ପରିବର୍ତ୍ତନ କରାଯିବ। ହେଲେ ସରକାରୀ ନିୟମ ଅନୁଯାୟୀ ନୂତନ ବେତନ କମିଶନ 1 ଜାନୁଆରୀ 2024ରୁ କାର୍ଯ୍ୟକାରୀ ହେବା ଉଚିତ। ଯଦି କମିଶନର ନିଷ୍ପତ୍ତି ଜୁଲାଇ 2027 ସୁଦ୍ଧା ଘୋଷଣା କରାଯାଏ ତେବେ କର୍ମଚାରୀମାନେ ଜାନୁଆରୀ 2026ରୁ ଜୁଲାଇ 2027 ପର୍ଯ୍ୟନ୍ତ ବକେୟା ପାଇବାର ଆଶା କରାଯାଉଛି। 18 ମାସର ବକେୟା ପାଇବା ଦ୍ୱାରା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନ୍ସନ ଭୋଗୀ ଲାଭବାନ ହେବେ। ଅଷ୍ଟମ ବେତନ କମିଶନ 50 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 6.5 ଲକ୍ଷ ପେନ୍ସନ ଭୋଗୀଙ୍କୁ ଲାଭବାନ କରିବ। ଏଥିରେ ପ୍ରତିରକ୍ଷା କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ଅନ୍ତର୍ଭୁକ୍ତ ହେବେ। ପରବର୍ତ୍ତୀ ଖବର, ଆଇଆର୍ସିଟିସି ଆକାଉଣ୍ଟରେ ଆଧାର ଲିଙ୍କ ବାଧ୍ୟତାମୂଳକ, ନହେଲେ କାଟି ପାରିବେନି ଟିକଟ। ସେପଟେ ରେଳବାଇ ଏବେ ଆପଣଙ୍କର ଆଇଆର୍ସିଟିସି ଆକାଉଣ୍ଟ ବ୍ୟବହାର କରି ଟିକଟ ବୁକ୍ କରିବା ପାଇଁ ଏକ ନୂତନ ନିୟମ ଲାଗୁ କରିଛି। ଯଦି ଆପଣଙ୍କୁ ଏକ ତତ୍କାଳ ଟିକଟ ଆବଶ୍ୟକ ତେବେ ଆପଣଙ୍କର ଆଇଆର୍ସିଟିସି ୟୁଜର ପ୍ରୋଫାଇଲ ଆଧାର ସହିତ ଯାଞ୍ଚ ହେବା ଆବଶ୍ୟକ। ଏହି ନୂତନ ନିୟମ ଅନଲାଇନ ତତ୍କାଳ ବୁକିଂ ପାଇଁ ଅତ୍ୟନ୍ତ ଜରୁରୀ। ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଆଇଆର୍ସିଟିସି ଆକାଉଣ୍ଟକୁ ଆଧାର ସହିତ ଲିଙ୍କ କରିନାହାନ୍ତି ତେବେ ଆପଣ ତତ୍କାଳ ଟିକଟ ବୁକିଂ କରିପାରିବେ ନାହିଁ। ତେଣୁ ଏହି ପ୍ରକ୍ରିୟା ତୁରନ୍ତ ସମାପ୍ତ କରିବା ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କର ଆଧାରକୁ ଆପଣଙ୍କର ଆଇଆର୍ସିଟିସି ଆକାଉଣ୍ଟ ସହିତ ଲିଙ୍କ କରିବା ପାଇଁ ଆପଣ ୱେବସାଇଟ କିମ୍ବା ମୋବାଇଲ ଆପ୍ ବ୍ୟବହାର କରିପାରିବେ। ପରବର୍ତ୍ତୀ ଖବର, ଛାପା ଗଣମାଧ୍ୟମ ବିଜ୍ଞାପନ। ପରବର୍ତ୍ତୀ ଖବର, ଛାପା ଗଣମାଧ୍ୟମ ବିଜ୍ଞାପନ ଦର 26% ବଢିପାରେ। କାରଣ ନୂଆ ଗଣମାଧ୍ୟମ ପ୍ଲାଟଫର୍ମ ଦ୍ୱାରା ପାରମ୍ପରିକ ଗଣମାଧ୍ୟମ ପ୍ରଭାବିତ ହେଉଛନ୍ତି। ଏହି ପ୍ରଭାବରୁ କିଭଳି ପାରମ୍ପରିକ ଗଣମାଧ୍ୟମ ଗୁଡ଼ିକୁ ସୁରକ୍ଷା ଦିଆଯିବ ତାହା ଉପରେ ସରକାର ବିଚାର କରୁଛନ୍ତି। ଏହାର ଅଂଶ ସ୍ୱରୂପ ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର 26% ବଢାଇବା ନେଇ ଯୋଜନା କରୁଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ନଭେମ୍ବର 15 ପରେ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ବୋଲି ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ରିପୋର୍ଟ କରିଛି। ଏପଟେ ଗୋଟିଏ ପଟେ ସୂତ୍ରରୁ ଜଣାପଡ଼ିଛି ଯେ ସରକାର ବିଭିନ୍ନ ସ୍ତରରେ ସଂସ୍କାର ପାଇଁ ଉଦ୍ୟମ ଚଳାଇଛନ୍ତି। ଛାପା ଗଣମାଧ୍ୟମ ଗୁଡ଼ିକ ଡିଜିଟାଲ ଫର୍ମାଟକୁ ଯିବା ଫଳରେ ଲୋକଙ୍କ ଜୀବିକା ପ୍ରଭାବିତ ହେଉଛି। ବିଶେଷ କରି ଛାପା ମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଛାପା ଗଣମାଧ୍ୟମରେ ରାଜସ୍ୱର ଏକ ପ୍ରମୁଖ ଉତ୍ସ ହେଉଛି ବିଜ୍ଞାପନ। କିନ୍ତୁ ଅନଲାଇନ ମିଡିଆର ବିକାଶ ଫଳରେ ଛାପା ଗଣମାଧ୍ୟମର ବିଜ୍ଞାପନ କମି ଯାଇଛି। ଆଉ ରେଡିଓର କିଭଳି ବିକାଶ ହେବ ସେ ନେଇ ମଧ୍ୟ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। ପରବର୍ତ୍ତୀ ଖବର, ଭାରତର ଅର୍ଥନୀତି 6.6% ବଢିବା ନେଇ ଆକଳନ। ସେପଟେ ଅନ୍ତର୍ଜାତୀୟ ମୁଦ୍ରାକୋଷର ନୂଆ ବିଶ୍ୱ ଅର୍ଥନୀତି ରିପୋର୍ଟରେ ଭାରତୀୟ ଅର୍ଥନୀତିକୁ ନେଇ ସକାରାତ୍ମକ ଅନୁମାନ କରାଯାଇଛି। 2025-26ରେ ଭାରତର ଅର୍ଥନୀତି 6.6% ବଢିବ, ଯାହା ବିଶ୍ୱର ସବୁଠାରୁ ଦ୍ରୁତ ବଢୁଥିବା ବଡ଼ ଅର୍ଥନୀତି ହେବ। ଆଇଏମ୍ଏଫ୍ କହିଛି ଭାରତର ପ୍ରଥମ ତ୍ରୈମାସିକର ମଜବୁତ ବୃଦ୍ଧି ଆମେରିକାର ଟାରିଫ ପ୍ରଭାବକୁ ସନ୍ତୁଳିତ କରିଛି। ତେଣୁ ଅନୁମାନ 6.3%ରୁ ବଢାଇ 6.6% କରାଯାଇଛି। ଗୋଟିଏ ପଟେ ଚୀନ 4.8% ବଢିବା ବେଳେ ଭାରତ ଆଗରେ ରହିବ। ପ୍ରଥମ ତ୍ରୈମାସିକରେ ଭାରତର ଜିଡିପି 7.8% ବଢିଥିଲା। ଘରୋଇ ଖର୍ଚ୍ଚ, ଶିଳ୍ପ ଉତ୍ପାଦନ ଓ ଭିତ୍ତିଭୂମି ନିବେଶ କାରଣରୁ ଏହା ସମ୍ଭବ ହୋଇଥିଲା। ତଥାପି 2026ର ଅନୁମାନ 6.2%କୁ ଖସାଇଛନ୍ତି ଆଇଏମ୍ଏଫ୍। ଆଉ ଘରୋଇ ଚାହିଦା ମଜବୁତ ରହିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ପୁରୀରେ ହେବ ଅନ୍ତର୍ଜାତୀୟ କ୍ରୁଜ ଟର୍ମିନାଲ। 500 କୋଟି ଟଙ୍କାର ଚୁକ୍ତି। ଇଣ୍ଡିଆନ ମାରିଟାଇମ ୱିକ୍ 2025ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ପୂର୍ବ ଉପକୂଳର ଉଦୀୟମାନ ସାମୁଦ୍ରିକ ହବ୍ ରୂପେ ଉପସ୍ଥାପନା କରି ପୋର୍ଟ ଆଧାରିତ ଅର୍ଥନୀତି ଗଢ଼ିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଇ ସେ ପୋର୍ଟ କ୍ଷମତାକୁ 500 ମିଲିୟନ ଟନକୁ ବୃଦ୍ଧି
ବାହୁଡ଼ା ପୋର୍ଟ ଜାହାଜ ନିର୍ମାଣ କ୍ଲଷ୍ଟର ଉଲ୍ଲେଖ କରି ଉଦ୍ୟୋଗୀପତିଙ୍କୁ ନିବେଶ ଆହ୍ୱାନ ଦେଇଛନ୍ତି। ପୁରୀରେ 500 କୋଟି ଟଙ୍କାର ଅନ୍ତର୍ଜାତୀୟ କ୍ରୁଜ ଟର୍ମିନାଲ ପାଇଁ ପାରାଦୀପ ପୋର୍ଟ ଓ ଓଡ଼ିଶା ମାରିଟାଇମ୍ ମଧ୍ୟରେ ଏମଓୟୁ ହୋଇଛି। ଏହା ସହିତ ବ୍ଲୁ ଇକୋନୋମିକ୍ ପ୍ରକଳ୍ପ ପାଇଁ ଭାରତୀୟ ପୋର୍ଟ ଆସୋସିଏସନ NW5 ପରିଚାଳନା, ସାମୁଦ୍ରିକ ସଂଗ୍ରହାଳୟ ଓ ସତୁର ଲାଇନ ରୋଡ ପାଇଁ ଏମଓୟୁ ସ୍ୱାକ୍ଷରିତ। ପରବର୍ତ୍ତୀ ଖବର, ବଢୁଛି ନୂଆପଡ଼ା ତାତି, ପ୍ରଚାର ବେଳେ ପ୍ରଭାତୀ ସ୍ନେହାଙ୍ଗିନୀ ମୁହାଁମୁହିଁ। ସେପଟେ ନୂଆପଡ଼ାରେ ଜମୁଛି ପ୍ରଚାର ମଇଦାନ। ତିନି ପ୍ରମୁଖ ଦଳର ହେଭିୱେଟ ପ୍ରଚାରର ମଙ୍ଗ ଧରିଛନ୍ତି। ତ୍ରିକୋଣୀୟ ଲଢ଼େଇରେ କିଏ ବାଜି ମାରି ପାରିବ ସେ ନେଇ ଅଙ୍କ କଷା ଚାଲିଛି। ଏହାରି ଭିତରେ ଦଳ ଦଳ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଲଗାତାର 2 ଦିନ ଧରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦଳୀୟ ପ୍ରାର୍ଥୀ ଜୟ ଢୋଲିକିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀଙ୍କୁ ଟାର୍ଗେଟ କରିଛନ୍ତି। ସ୍ନେହାଙ୍ଗିନୀଙ୍କ ମାମୁଁ ଘରକୁ ନେଇ ଟାର୍ଗେଟ କରିଛନ୍ତି ପ୍ରଭାତୀ। ଏଥିସହିତ ସେ ଆହୁରି କହିଛନ୍ତି ଯେ ଛଳନାର ମୁହଁରେ ଛଳନା ହିଁ ଦେଖାଯାଏ। ବୋଧେ ସ୍ନେହାଙ୍ଗିନୀ ଆଇନା ରଖିଛନ୍ତି ଆଉ ସେଥିରେ ନିଜ ମୁହଁ ଦେଖୁଛନ୍ତି। ସେପଟେ ପ୍ରଭାତୀଙ୍କ କଟାକ୍ଷର ଜବାବ ରଖିଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ପ୍ରଭାତୀ ମହିଳାଙ୍କୁ ମିଛ କହିବା ସହ ଦାବି କରିଛନ୍ତି ଯେ ବିଜେପି ସହିତ ମହିଳାମାନେ ନାହାନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସଭାକୁ ମହିଳା ଯାଉନାହାନ୍ତି। ମିଶନ ଶକ୍ତିର ମହିଳା ନବୀନ ପଟ୍ଟନାୟକ ଓ ବିଜେଡି ସହିତ ରହିଥିବା ସେ କହିଛନ୍ତି। ଏହା ପୂର୍ବରୁ ଗତ ଅକ୍ଟୋବର 26 ତାରିଖରେ ନୂଆପଡ଼ା ଉପନିର୍ବାଚନ ସମୟରେ ସରକାରୀ ଦଳ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଥିଲା କଂଗ୍ରେସ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ।